ବାଲେଶ୍ୱରରେ ପ୍ରତିଭାଶ୍ରୀ ରୌପ୍ୟ ଜୟନ୍ତୀର ପ୍ରଥମ ଉତ୍ସବ ସେବା 2024 ଅନୁଷ୍ଠିତ। ସେବକର ଅନ୍ତରାତ୍ମାର ପ୍ରସନ୍ନତା ଓ ଆନନ୍ଦ ହିଁ ସେବା ବୋଲି କହିଲେ ଅତିଥି। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମହଲା, ଷ୍ଟେସନ ଛକ, ବାଲେଶ୍ୱର। ସୁସ୍ଥ ମାନସିକତା ନିର୍ମାଣର ନିରବ ଆନ୍ଦୋଳନ ଓ ସମାଜସେବା ପାଇଁ ସୁନ୍ଦର ମନର ଭାବନା ନେଇ ଦୀର୍ଘ 27 ବର୍ଷରେ ପହଞ୍ଚିଥିବା ପ୍ରତିଭାଶ୍ରୀ ପରିବାରର ରୌପ୍ୟ ଜୟନ୍ତୀ ପାଳନ ବର୍ଷର ପ୍ରଥମ ଉତ୍ସବ ସେବା 2024 ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଏକ ସୁନ୍ଦର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଭାଶ୍ରୀର ମୁଖ୍ୟ କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ପରିଚାଳିତ ଉତ୍ସବକୁ ମୁଖ୍ୟ ଅତିଥି ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ସୁସାହିତ୍ୟିକ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଉଦ୍ଘାଟନ କରି ସେବକର ଅନ୍ତର ଆତ୍ମାର ପ୍ରସନ୍ନତା ଓ ଆନନ୍ଦ ହିଁ ସେବା ବୋଲି କହିଥିଲେ। ସେବା ଏକ ଶବ୍ଦ ନୁହେଁ, ଏହା ମଣିଷ ମନର ଶ୍ରଦ୍ଧା ଓ ସମ୍ବେଦନଶୀଳ ଭାବନାରୁ ଜନ୍ମ ନେଇ ପ୍ରକାଶିତ ହୁଏ ବୋଲି ଡାକ୍ତର ନନ୍ଦ ମତ ପ୍ରକାଶ କରିଥିଲେ। ଯେତେବେଳେ ମଣିଷ ଶାନ୍ତ ହୁଏ ତା ପାଖରେ ଯେଉଁ ଶକ୍ତିଟି ପ୍ରବେଶ କରେ ସେଇଟା ହେଉଛି ଶାନ୍ତି। ଯେତେବେଳେ ଶାନ୍ତିଟା ଗଭୀର ହୁଏ ସେତେବେଳେ ଗୋଟେ ସମାଧି ଅବସ୍ଥା ଉପନୀତ ହୁଏ, ତାକୁ କହନ୍ତି ପ୍ରଶାନ୍ତି। ସେ ପ୍ରଶାନ୍ତି ହେଉଛି ଏକ ସମାଧି ଅବସ୍ଥା, ପୁନଶ୍ଚ ଗଭୀର ସମାଧି ଅବସ୍ଥା। ଯେତେବେଳେ ଚେତନାର ସ୍ତରକୁ ବ୍ୟାପିଯାଏ ସିଏ ହେଇଯାଏ ପ୍ରଶାନ୍ତ। ଆଉ ସେଇ ପ୍ରଶାନ୍ତ ହେଲେ ସିଏ କେବଳ ସମାଜର ଦାସ ହେଇପାରେ ବା ଆଧ୍ୟାତ୍ମିକତାର ଦାସ ହେଇପାରେ। ସେଇ ହେଲେ ପ୍ରଶାନ୍ତ ଦାସ, ଯିଏକି ପ୍ରତିଭାଶ୍ରୀର ମୁଖ୍ୟ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଏହି ସଭାଟିକୁ କରିଚାଲିଛନ୍ତି। ଆଉ ତାଙ୍କର ଏହାକୁ ଗୋଟେ ଅନୁଷ୍ଠାନ ବୋଲି ନ ଭାବିକି ଗୋଟେ ପରିବାର ବୋଲି ସେ ମନେ କରିଛନ୍ତି। ସେଥିପାଇଁ ମୁଁ ମୋର କୃତଜ୍ଞତା ତାଙ୍କୁ ଜଣାଉଛି। ନା ଓଠର ପ୍ରାର୍ଥନା ଭଗବାନଙ୍କ ପାଖକୁ ଯେତିକି ଯାଇନାହିଁ, ଏଇ କର୍ମର ଯେଉଁ ଦୁଇ ହାତର କର୍ମରେ ଯେଉଁ ସେବା କରାଯାଏ ସେଇ ପ୍ରାର୍ଥନା କେବଳ ଭଗବାନଙ୍କ ପାଖକୁ ଯାଏ। ସେଇଟା ଭଗବାନ ସ୍ୱୀକାର କରନ୍ତି। ବିଚାର କଲେ ଯେ କେଉଁ ପ୍ରାର୍ଥନା ଭଗବାନ ସ୍ୱୀକାର କରିବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ। ଆମକୁ ଏହା ଦିଅ, ଆମକୁ ଏହା ଦିଅ, କିନ୍ତୁ ସେବାର ପ୍ରାର୍ଥନା ସବୁବେଳେ ହିଁ ଶ୍ରେଷ୍ଠ। ଏ ସେବା ଶବ୍ଦଟା କାହିଁକି ଯାଏ ଭଗବାନଙ୍କ ପାଖକୁ? ନା ସେବା ଶବ୍ଦଟାକୁ ଆପଣ ଓଲଟେଇ ଦିଅନ୍ତୁ। ସେବା ଶବ୍ଦକୁ ଓଲଟେଇଲେ ସେଇଟା ହେବ ବାସେ। ତାମାନେ ଯିଏ ସେବା ଯୋଗେଇ ଦେଉଥିବ ତାର ବାସ୍ନାଟା ସମାଜରେ ଏଡ଼େଇ ଯିବ, ଆଉ ସେଇ ବାସ୍ନାଟା ବି ଭଗବାନଙ୍କ ପାଖକୁ ଯାଇ ପହଞ୍ଚିବ। ତେଣୁ ତୁରନ୍ତ ଆପଣଙ୍କୁ ସାହାଯ୍ୟ ମିଳିବ, ଆଜି ନହେଲେ କାଲି। ସିଦ୍ଧିବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା କାର୍ଯ୍ୟକ୍ରମରେ ପ୍ରତିଭାଶ୍ରୀ ଶିକ୍ଷା ସମ୍ମାନ ଗ୍ରହଣ ପୂର୍ବକ ଅନୁଷ୍ଠାନର ଶୃଙ୍ଖଳା ସମ୍ପର୍କରେ କଥା ରଖିଥିଲେ। ଯେତିକି ଯାହା ପାରନ୍ତି ସାହାଯ୍ୟ ସହଯୋଗ କରନ୍ତି ଏବଂ ସମସ୍ତ କାର୍ଯ୍ୟକ୍ରମ ଥାଏ କେମିତି ସମାଜକୁ ଏକ ସୁନ୍ଦର ଦିଗରେ ଆମେ ଆଗକୁ ନେବା, ସେଇଟା ହେଉଛି ପ୍ରତିଭାଶ୍ରୀର ହେଉଛି ମୁଖ୍ୟ ଉଦ୍ଦେଶ୍ୟ, ମୁଖ୍ୟ ଲକ୍ଷ୍ୟ। ଯେତେ କାର୍ଯ୍ୟକ୍ରମ କରନ୍ତି ଚେଷ୍ଟା କରନ୍ତି ଛୋଟ ଛୋଟ ପିଲାଙ୍କୁ ସେଥିରେ କେମିତି ଅନ୍ତର୍ଭୁକ୍ତ କରିବେ, ଛୋଟ ପିଲାମାନେ ଆଗକୁ ଗୋଟେ ସୁନ୍ଦର ସମାଜ ଗଠନ କରିବେ। ଏବଂ ଏଇ ଯେଉଁ ପ୍ରତିଭାଶ୍ରୀ ଯେଉଁଟା କହିଲେ 4ଟି ସ୍ତମ୍ଭ ସେବା, ଶିକ୍ଷା, ଶାନ୍ତି, ସଂଗତି, ଏହା ଉପରେ ପ୍ରତିଭାଶ୍ରୀ ଅହରହ କାମ କରୁଛି। ସେବା ଆମେ ଅନେକ ପ୍ରକାର ସେବା ଅଛି। ଆମେ ଆର୍ଥିକ ଭାବେ ସେବା କରିପାରିବା, ଶାରୀରିକ ଭାବେ ସେବା କରିବା, ମାନସିକ ଭାବରେ ମଧ୍ୟ ସେବା କରିପାରିବା। ଯଦି ଆମେ କାହାର ଦୁଃଖରେ ଟିକେ ଦୁଃଖୀ ହେଉଛୁ ସେଇଟା ବି ଗୋଟେ ସେବା। ଯଦି କାହା ଦୁଃଖରେ ଆମେ ଟିକେ ସମବେଦନା ଜଣାଇ ଦେଉଛୁ ସେଇଟା ବି ଗୋଟେ ସେବା। ସେବା 2024ରେ ପ୍ରତିଭାଶ୍ରୀ ସେବା ସମ୍ବର୍ଦ୍ଧନା ଗ୍ରହଣ କରି ସମାଜସେବୀ ବଳରାମ ବେହେରା କହିଲେ ଯେ ସେବା କେବଳ ଏକ ଦାନ ନୁହେଁ, ଏହା ସେବକର ସ୍ୱଚ୍ଛ ଭାବନା ଉପରେ ନିର୍ଭର କରେ ଓ ଏହାର ପୂର୍ଣ୍ଣତା ମନରେ ଥାଏ। ସଂସାରର ଗଛଟା ହେଉଛି ବହୁ ମୂଲ୍ୟବାନ ଜିନିଷ। ଏତେ ମୂଲ୍ୟବାନ ଜିନିଷ ତାହା କିଛି ବର୍ଣ୍ଣନା କରିହେବ ନାହିଁ। ସାଇନ୍ସ ଡିପାର୍ଟମେଣ୍ଟର ସାର୍ ଜାଣନ୍ତି, ଡକ୍ଟର ସାର୍ ଜାଣନ୍ତି, ଏ ସମାଜର 4ଟା ମାଇଲ ଖୁଣ୍ଟି ଅଛି। ସେ ମାଇଲ ଖୁଣ୍ଟି ବିରଳ ବ୍ୟକ୍ତିତ୍ୱ ପୁରା। ସେ ମାଇଲ ଖୁଣ୍ଟି ହେଲା ପ୍ରଥମ ଆଗେ ଘରୁ ସଂସ୍କାର ଆରମ୍ଭ ହୁଏ ମା ପାଖରୁ। ଦ୍ୱିତୀୟରେ
डॉक्टर बंधु ये जो नंद सार से माने एक भगवान सदृश्य माँ भगवान डॉक्टर भगवान जवान भगवान आ मोर कृषक बंधु भगवान ये चारटा माइल खुंटी उपरे सृष्टि चली थाए अन्न बिहुने हंसनाश वृक्ष बिहुने सृष्टिनाश से प्रत्येक ग्रामांचल जाइए प्राइमरी स्कूल बा कॉलेज से गुड़ाक जाइए जनसचेतनता जाइए रिक्वेस्ट करे पिला माने निज निज बाड़ीर 4-5टी गछ लगाओ प्रत्येक स्कूल कॉलेज कहे ऑफिसर माने जानिकी मुझे साइकिल रे बांधिकी नहीं ढमार पुहा नहीं जाऊ थाए से मते दियंती नहीं जाओ पुहा नहीं जाओ नगेव नहीं जाओ। प्रतिभाश्री निर्माण मुख्य परशुराम प्रधान और शिक्षा मुख्य डॉक्टर शांतनु दास प्रतिभाश्री पक्षर संपादित होगाकू विभिन्न कार्य संपर्क में सूचना देते विषय बेसी किसी मोर कहबार आवश्यकता नहीं अनुभव करे व्यक्तिगत जीवन में गोटे कॉलेज अवसर नेला परे निजर स्वल्प और संचित पाइथिबा प्राप्य पेंशन टंकार प्रथम ऑक्सीजन मेसीन जिलापाल निकट में पहुँचे जहाँ जिलापाल सूचना देते से दिन स्मृति आज मो पाखे अच्छी अतिथि कहि मुख्य अतिथि को कहि नंद सार को कहि सी संपर्कना। प्रतिभाश्री उपमुख्य मुरलीधर नायक प्रारंभिक भाषण सह रौप्य जयंती पालन विषय संक्षिप्त सूचना प्रदान करते आवाहक राजेश गिरी उत्सव संपर्क में कथा रखिते सौम्यलग्ना स्वाईं द्वारा मंच स्वागत पर परिवार सदस्य माने प्रतिभाश्री संगीत गान करते शेष संयोजक विप्लव दास महापात्र धन्यवाद अर्पण करते अजय गुहा अनुप दास अभिजित महापात्र अमरजीत दास प्रेयसी महापात्र कल्पना नायक सरस्वती भोई प्रतिमा त्रिपाठी नंदिता नायक सुप्रभा दले जीवन ज्योति स्वाई प्रमुख कार्यक्रम परिचालन सहयोग करते सभा पर नृत्यायन सुलग्ना पब्लिक स्कूल और सिद्धिविनायक पब्लिक स्कूल छात्र छात्री माने सांस्कृतिक कार्यक्रम परिवेषण करते। चलतु समस्त धरी गोटे ग्रुप माँ लक्ष्मी ज्वेलर्स विवेकानंद मार्ग चिड़िया पोलो बालेश्वर। Welcome to Pratiksha Fertility and IVF Clinic Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।